ଶ୍ରୀମଦ୍ ଭଗବଦ୍ ଗୀତା ଚତୁର୍ଥ ଅଧ୍ୟାୟ ର ବ୍ୟାଖ୍ୟା ଏମିତି କରାଯାଇଛି। ଯେଉଁ ପୁରୁଷ ସମସ୍ତ କର୍ମରେ ଏବଂ ତାହାର ଫଳରେ ସର୍ବଥା ଆସକ୍ତି ତ୍ୟାଗ କରି ସଂସାରର ଆଶ୍ରୟକୁ ରହିତ ହୋଇଯାଇଛନ୍ତି ଏବଂ ପରମାତ୍ମାଙ୍କଠାରେ ନିତ୍ୟ ତୃପ୍ତ ହୋଇ ରହିଛନ୍ତି, ସେ କର୍ମରେ ଭଲ ଭାବରେ ପ୍ରବୃତ୍ତ ହୋଇ ମଧ୍ୟ ବସ୍ତୁତଃ କିଛି ବି କରନ୍ତି ନାହିଁ। ଏଠାରେ ପ୍ରାରମ୍ଭିକ ପ୍ରଶ୍ନ ହେଉଛି, ସମସ୍ତ କର୍ମରେ ଏବଂ ତାହାର ଫଳରେ ସର୍ବଥା ଆସକ୍ତି ତ୍ୟାଗ କରିବାର ଅର୍ଥ କ'ଣ? ଏହାର ଉତ୍ତର ହେଲା, ଯଜ୍ଞ, ଦାନ ଏବଂ ତପ ତଥା ଜୀବିକା ଏବଂ ଶରୀରର ନିର୍ବାହ କରିବାରେ ଯେତେ ସବୁ ଶାସ୍ତ୍ର ବିହିତ କର୍ମ ରହିଛି, ସେଥିରେ ମନୁଷ୍ୟର ସ୍ୱଭାବତଃ ଆସକ୍ତି ହୋଇଯାଏ, ଯାହା ଫଳରେ କି ସେ କର୍ମ ନ କରି ରହିପାରେ ନାହିଁ ଏବଂ କର୍ମ କରିବା ସମୟରେ ସେ ସେଥିରେ ଏପରି ଲିପ୍ତ ହୋଇଯାଏ ଯେ ତାଠାରେ ଈଶ୍ୱରଙ୍କ ସ୍ମୃତି ବା ଅନ୍ୟ କୌଣସି ପ୍ରକାର ଜ୍ଞାନ ରହେ ନାହିଁ। ଏପରି ଆସକ୍ତିରୁ ସର୍ବଦା ରହିତ ହୋଇଯିବା, କୌଣସି କର୍ମରେ ବି କୌଣସି ପ୍ରକାରେ ମଧ୍ୟ ଆସକ୍ତ ନ ହେବା, କର୍ମରେ ସର୍ବଥା ଆସକ୍ତି ତ୍ୟାଗ କରିଦେବା ଏବଂ ସେହି କର୍ମ ଦ୍ୱାରା ମିଳୁଥିବା ଇହଲୋକ ବା ପରଲୋକର ଯେତେ ସବୁ ଭୋଗ ରହିଛି, ସେସବୁରେ ସାମାନ୍ୟ ମାତ୍ର ମମତ୍ୱ, ଆସକ୍ତି ଓ କାମନା ନ ରଖିବା ହିଁ କର୍ମ ଫଳରୁ ଆସକ୍ତି ତ୍ୟାଗ କରିଦେବା। ଏଠାରେ ଅନେକ ପ୍ରଶ୍ନ। ଏପରି ଆସକ୍ତି ତ୍ୟାଗ କରି ନିରାଶ୍ରୟ ଓ ନିତ୍ୟ ତୃପ୍ତ ହୋଇଯିବାର ଅର୍ଥ କ'ଣ? ଏହାର ଉତ୍ତର ହେଲା, ସର୍ବଥା ଆସକ୍ତି ତ୍ୟାଗ କରି ଶରୀରରେ ସର୍ବଥା ଅହଙ୍କାର ଏବଂ ମମତ୍ୱରୁ ରହିତ ହୋଇଯିବା ଏବଂ କୌଣସି ସାଂସାରିକ ବସ୍ତୁର ବା ମନୁଷ୍ୟର ଆଶ୍ରିତ ନ ହେବା, ଅର୍ଥାତ୍ ଅମୁକ ବସ୍ତୁ ବା ମନୁଷ୍ୟ ଦ୍ୱାରା ମୋର ଜୀବିକା ନିର୍ବାହ ହେଉଛି, ସେ ମୋର ଆଧାର, ତାକୁ ଛାଡ଼ିଦେଲେ କାମ ଚଳିବ ନାହିଁ, ଏପରି ଭାବମାନଙ୍କର ସର୍ବଥା ଅଭାବ ହୋଇଯିବା ହିଁ ନିରାଶ୍ରୟ ହୋଇଯିବା। ଏପରି ହୋଇଗଲେ ସାଧକଙ୍କ କୌଣସି ସାଂସାରିକ ପଦାର୍ଥରେ ତିଳେ ମାତ୍ର ଆବଶ୍ୟକତା ରହେ ନାହିଁ, ସେ ପୂର୍ଣ୍ଣ କାମ ହୋଇଯାଆନ୍ତି। ସେ ପରମାନନ୍ଦ ସ୍ୱରୂପ ପରମାତ୍ମାଙ୍କୁ ପ୍ରାପ୍ତ ହୋଇଯିବାରୁ ନିରନ୍ତର ଆନନ୍ଦରେ ମଗ୍ନ ରହନ୍ତି। କୌଣସି ବି ଘଟଣାରେ କେବେ ହେଲେ ତାଙ୍କର ସ୍ଥିତି ଟିକିଏ ବି ବଦଳେ ନାହିଁ, ତାହା ହିଁ ତାଙ୍କର ନିତ୍ୟ ତୃପ୍ତ ହୋଇଯିବା। ଏଠାରେ ଅନେକ ପ୍ରଶ୍ନ। କର୍ମଣି ଅଭିପ୍ରବୃତ୍ତଃ ଅପି ନ ଏବ କିଞ୍ଚିତ୍ କରୋତି ସ। ଏହି ବାକ୍ୟରେ ଅଭି ଉପସର୍ଗ ତଥା ଅପି ଏବଂ ଏବ ଅବ୍ୟୟ ପ୍ରୟୋଗର ଅଭିପ୍ରାୟ କ'ଣ? ଏହାର ଉତ୍ତର ହେଲା, ଅଭି ଉପସର୍ଗ ଦ୍ୱାରା ଦେଖାଇ ଦିଆଯାଇଛି ଯେ ଏପରି ମନୁଷ୍ୟ ମଧ୍ୟ ନିଜର ବର୍ଣ୍ଣାଶ୍ରମ ଅନୁସାରେ ସବୁ ପ୍ରକାର ଶାସ୍ତ୍ର ବିହିତ କର୍ମ ସାବଧାନ ପୂର୍ବକ ଓ ବିବେକ ସହିତ ଭଲ ରୂପେ ବିସ୍ତାରିତ ଭାବରେ କରିପାରନ୍ତି। ଅପି ଅବ୍ୟୟ ଦ୍ୱାରା ଦେଖାଇ ଦିଆଯାଇଛି ଯେ ମମତ୍ୱ, ଅହଙ୍କାର ଏବଂ ଫଳାସକ୍ତି ଯୁକ୍ତ ମନୁଷ୍ୟ ସ୍ୱରୂପତଃ କର୍ମ ତ୍ୟାଗ କରିଦେଇ ମଧ୍ୟ କର୍ମ ବନ୍ଧନରୁ ମୁକ୍ତ ହୋଇପାରେ ନାହିଁ, ଅଥଚ ଏହି ନିତ୍ୟତୃପ୍ତ ପୁରୁଷ ସମସ୍ତ କର୍ମ କରି ମଧ୍ୟ କର୍ମ ବନ୍ଧନରେ ପଡ଼ନ୍ତି ନାହିଁ। ଏବ ଅବ୍ୟୟ ଦ୍ୱାରା ଦେଖାଇ ଦିଆଯାଇଛି ଯେ ସେହି କର୍ମ ସହିତ ତାଙ୍କର କୌଣସି ସମ୍ବନ୍ଧ ରହେ ନାହିଁ, ଏଣୁ ସେ ସମସ୍ତ କର୍ମ କରି ମଧ୍ୟ ବାସ୍ତବରେ କର୍ତ୍ତା ହିଁ ହୋଇଯାଇଥାନ୍ତି। ଏପରି ଭାବରେ ସ୍ପଷ୍ଟ କରି ଦିଆଯାଇଛି ଯେ କର୍ମରେ ଅକର୍ମ ଏବଂ ଅକର୍ମରେ କର୍ମ ଦେଖୁଥିବା ମୁକ୍ତ ପୁରୁଷ ପୂର୍ଣ୍ଣ କାମ ହୋଇଯାଇଥିବା ହେତୁ ତାଙ୍କର କୌଣସି କର୍ତ୍ତବ୍ୟ ବାକି ରହିଯାଏ ନାହିଁ। କୌଣସି ବି ବସ୍ତୁରେ ତାଙ୍କର କୌଣସି ପ୍ରକାର ଆବଶ୍ୟକତା ରହେ ନାହିଁ। ଅତଏବ ସେ ଯାହା କିଛି କର୍ମ କରନ୍ତି ବା ଯେଉଁ କ୍ରିୟାରୁ ଉପରତ ହୋଇଯାଇଥାନ୍ତି, ତାହା କେବଳ ଲୋକ ସଂଗ୍ରହ ପାଇଁ ଶାସ୍ତ୍ର ସମ୍ମତ ରୀତିରେ ଏବଂ ବିନା ଆସକ୍ତିରେ କରନ୍ତି, ତେଣୁ ତାଙ୍କର କର୍ମ ବାସ୍ତବରେ କର୍ମ ହୁଏ ନାହିଁ। 21ତମ ଶ୍ଲୋକ ସମ୍ବନ୍ଧରେ କୁହାଯାଇଛି। ଉପରୋକ୍ତ ଶ୍ଲୋକମାନଙ୍କରେ କୁହାଯାଇଛି ଯେ ମମତ୍ୱ, ଆସକ୍ତି, ଫଳେଚ୍ଛା ଓ ଅହଙ୍କାର ଛାଡ଼ିଦେଇ କେବଳ ଲୋକ ସଂଗ୍ରହ ପାଇଁ ଶାସ୍ତ୍ର ସମ୍ମତ ଯଜ୍ଞ, ଦାନ ଏବଂ ତପ ଆଦି ସମସ୍ତ କର୍ମ କରିଚାଲିଥିବା ଜ୍ଞାନୀ ପୁରୁଷ କର୍ମ କରି ମଧ୍ୟ ବାସ୍ତବରେ କିଛି କରନ୍ତି ନାହିଁ, ତେଣୁ ସେ କର୍ମ ବନ୍ଧନରେ ପଡ଼ନ୍ତି ନାହିଁ। ଏହା ଉପରେ ପ୍ରଶ୍ନ ଉଠେ, ଜ୍ଞାନୀଙ୍କୁ ଆଦର୍ଶ କରି ଉପରୋକ୍ତ ପ୍ରକାରେ କର୍ମ କରୁଥିବା ସାଧକ ସିନା ନିତ୍ୟ ନୈମିତ୍ତିକ ଆଦି କର୍ମ ତ୍ୟାଗ କରନ୍ତି,
ନାହିଁ ବୋଲି ଏବଂ ନିଷ୍କାମ ଭାବରେ ସବୁ ପ୍ରକାର ଶାସ୍ତ୍ର ବିହିତ କର୍ତ୍ତବ୍ୟ କର୍ମ ଅନୁଷ୍ଠାନ କରନ୍ତି ବୋଲି କୌଣସି ପାପର ଭାଗୀ ହୁଅନ୍ତି ନାହିଁ। କିନ୍ତୁ ଯେଉଁ ସାଧକ ଶାସ୍ତ୍ର ବିହିତ ଯଜ୍ଞ ଦାନାଦି କର୍ମ ଅନୁଷ୍ଠାନ ନ କରି କେବଳ ଶରୀର ନିର୍ବାହ ପାଇଁ ଆବଶ୍ୟକ ଶୌଚ ସ୍ନାନ ଏବଂ ପାନ ଭୋଜନ ଆଦି କର୍ମ କରନ୍ତି ସେ ତ ପାପର ଭାଗୀ ହୋଇଥିବେ। ଏହି ଶଙ୍କାର ନିବୃତ୍ତି ପାଇଁ ଭଗବାନ କହୁଛନ୍ତି ଏହି ବ୍ୟାଖ୍ୟାରେ ଯେ ଅନ୍ତଃକରଣ ଓ ଇନ୍ଦ୍ରିୟମାନଙ୍କ ସହିତ ଶରୀରକୁ ଜୟ କରି ନେଇଛନ୍ତି ସେ ସମସ୍ତ ଭୋଗ ସାମଗ୍ରୀ ପରିତ୍ୟାଗ କରିଦେଇଛନ୍ତି। ସେହି ଆଶାରହିତ ପୁରୁଷ କେବଳ ଶରୀର ସମ୍ବନ୍ଧୀ କର୍ମ କରୁଥିଲେ ମଧ୍ୟ ପାପ ଭୋଗୀ ହୁଅନ୍ତି ନାହିଁ। ପ୍ରଶ୍ନ ନିରାଶଃ ଯତ୍ ଚିତାତ୍ମା ଏବଂ ତ୍ୟକ୍ତ ସର୍ବପରିଗ୍ରହ ଏହି ତିନୋଟି ବିଶେଷଣ ପ୍ରୟୋଗର ଅଭିପ୍ରାୟ କ'ଣ? ଉତ୍ତର ହେଲା ଯେଉଁ ମନୁଷ୍ୟଙ୍କର କୌଣସି ସାଂସାରିକ ବସ୍ତୁର କିଛି ବି ଆବଶ୍ୟକତା ନାହିଁ, ଯେକୌଣସି ବି କର୍ମରୁ ବା କୌଣସି ବି ମନୁଷ୍ୟଙ୍କ ଠାରୁ କିଛି ବି ପାଇବାକୁ ଟିକିଏ ହେଲେ ଆଶା ବା ଇଚ୍ଛା ରଖନ୍ତି ନାହିଁ, ଯେ ସମସ୍ତ ପ୍ରକାର ଇଚ୍ଛା କାମନା ବାସନା ଆଦି ସର୍ବଥା ତ୍ୟାଗ କରିଦେଇଛନ୍ତି ତାଙ୍କୁ ନିରାଶାଃ କହନ୍ତି। ଯେ ଅନ୍ତଃକରଣ ଏବଂ ସମସ୍ତ ଇନ୍ଦ୍ରିୟ ସହିତ ଶରୀରକୁ ଜୟ କରିସାରିଛନ୍ତି ଅର୍ଥାତ୍ ଯାହାଙ୍କର ମନ ଓ ଇନ୍ଦ୍ରିୟ ରାଗ ଦ୍ୱେଷରୁ ରହିତ ହୋଇଯାଇଥିବାରୁ ତାଙ୍କ ଉପରେ ଶବ୍ଦାଦି ବିଷୟମାନଙ୍କର ସଙ୍ଗ କିଛି ବି ପ୍ରଭାବ ପକାଇପାରେ ନାହିଁ ଏବଂ ଯାହାଙ୍କର ଶରୀର ମଧ୍ୟ ସେ ଯେପରି ରଖିବାକୁ ଚାହାନ୍ତି ସେପରି ରହେ, ସେ ଗୃହସ୍ଥ ହୋଇଥାନ୍ତୁ କି ସନ୍ନ୍ୟାସୀ ହୋଇଥାନ୍ତୁ, ଯେ ଯତଚିତ୍ତାତ୍ମା ଅଟନ୍ତି ଏବଂ ଯାହାଙ୍କର କୌଣସି ବିଷୟରେ ମମତ୍ୱ ନାହିଁ ତଥା ଯେ ସମସ୍ତ ଭୋଗ ସାମଗ୍ରୀ ସଂଗ୍ରହ ସମ୍ପୂର୍ଣ୍ଣ ରୂପେ ତ୍ୟାଗ କରିଦେଇଛନ୍ତି ସେହି ସନ୍ନ୍ୟାସୀ ତ ସର୍ବଥା ତ୍ୟକ୍ତ ସର୍ବ ପରିଗ୍ରହ ହିଁ ଅଟନ୍ତି। ଏହା ବ୍ୟତୀତ ଅନ୍ୟ ଆଶ୍ରମର ଯେ କେହି ଲୋକ ଉପରୋକ୍ତ ପ୍ରକାରେ ପରିଗ୍ରହ ତ୍ୟାଗ କରିଦିଅନ୍ତି ସେ ମଧ୍ୟ ତ୍ୟକ୍ତ ସର୍ବ ପରିଗ୍ରହ ଅଟନ୍ତି। ଏହି ଶ୍ଲୋକରେ ଏହି ତିନୋଟି ବିଶେଷଣ ପ୍ରୟୋଗ କରି ଦେଖାଇ ଦିଆଯାଇଛି ଯେ ଏପରି ବାହ୍ୟ ବସ୍ତୁମାନଙ୍କରେ ସମ୍ବନ୍ଧ ନ ରଖି ଯେ ନିରନ୍ତର ଅନ୍ତରାତ୍ମାରେ ସନ୍ତୁଷ୍ଟ ରହନ୍ତି ସେହି ସାଂଖ୍ୟ ଯୋଗୀ ଯଦି ଯଜ୍ଞ ଦାନାଦି କର୍ମ ଅନୁଷ୍ଠାନ ନ କରି କେବଳ ଶରୀର ସମ୍ବନ୍ଧୀ ଖାଇବା ପିଇବା ଆଦି କର୍ମ ହିଁ କରନ୍ତି ତେବେ ମଧ୍ୟ ସେ ପାପ ଭୋଗୀ ହୁଅନ୍ତି ନାହିଁ, କାରଣ ତାଙ୍କର ସେହି ତ୍ୟାଗ ଆସକ୍ତି ବା ଫଳ ଇଚ୍ଛାରେ ଅଥବା ଅହଙ୍କାର ପୂର୍ବକ ମୋହ ଦ୍ୱାରା କରାଯାଇ ନଥାଏ। ତାହା ତ ଆସକ୍ତି ଫଳେଚ୍ଛା ଓ ଅହଙ୍କାରରୁ ରହିତ ହୋଇଥିବା ସର୍ବଥା ଶାସ୍ତ୍ର ସମ୍ମତ ତ୍ୟାଗ ଅଟେ। ଅତଏବ ତାହା ସବୁ ଦୃଷ୍ଟିରୁ ସଂସାରରେ ମଙ୍ଗଳକାରୀ। ଏଠାରେ ଅନ୍ତିମ ପ୍ରଶ୍ନ ଏହାର ଶରୀରମ୍ ଏବଂ କେବଳମ୍ ବିଶେଷଣ ସହିତ କର୍ମପଦ କେଉଁ କର୍ମର ବାଚକ ଏବଂ କିଳ୍ବିଷମ୍ ପଦ କାହାର ବାଚକ ତଥା ଏହା ପ୍ରାପ୍ତ ନ ହେବାର ଅର୍ଥ କ'ଣ? ଏହାର ଉତ୍ତର ହେଲା ଶରୀରମ୍ ଏବଂ କେବଳମ୍ ବିଶେଷଣ ସହିତ କର୍ମ ପଦଟି ଏଠାରେ ଶୌଚ ସ୍ନାନ ପାନ ଭୋଜନ ଏବଂ ଶୟନ ଆଦି କେବଳ ଶରୀର ନିର୍ବାହ ସହ ସମ୍ବନ୍ଧ ରଖୁଥିବା କ୍ରିୟାମାନଙ୍କର ବାଚକ ତଥା କିଳ୍ବିଷମ୍ ପଦଟି ଏଠାରେ ଯଜ୍ଞ ଦାନାଦି ବିହିତ କର୍ମର ତ୍ୟାଗ ଜନିତ ପ୍ରତ୍ୟବାୟ ରୂପକ ପାପର ତଥା ଶରୀର ନିର୍ବାହ ପାଇଁ କରାଯାଉଥିବା କ୍ରିୟାଜନିତ ଅନିବାର୍ଯ୍ୟ ହିଂସା ଆଦି ପାପମାନଙ୍କର ବାଚକ। ଉପରୋକ୍ତ ପୁରୁଷଙ୍କୁ ଯଜ୍ଞାଦି କର୍ମାନୁଷ୍ଠାନରେ ଅକରଣ ଜନିତ ପ୍ରତ୍ୟବାୟ ରୂପକ ପାପ ଲାଗେ ନାହିଁ ଏବଂ ଶରୀର ନିର୍ବାହ ପାଇଁ କରାଯାଉଥିବା କ୍ରିୟା ଜନିତ ପାପ ସହିତ ତାଙ୍କର ସମ୍ବନ୍ଧ ରହେ ନାହିଁ। ଏହା ହିଁ ତାଙ୍କର କିଳ୍ବିଷ ପ୍ରାପ୍ତ ନ ହେବା। 22ତମ ଶ୍ଲୋକ ସମ୍ବନ୍ଧରେ କୁହାଯାଇଛି, ଉପରୋକ୍ତ ଶ୍ଲୋକରେ ସିଦ୍ଧ କରି ଦିଆଯାଇଛି ଯେ ପରମାତ୍ମାଙ୍କୁ ପାଇଥିବା ସିଦ୍ଧ ମହାପୁରୁଷଙ୍କର କର୍ମ କରିବାରେ ବା ନ କରିବାରେ କିଛି ପ୍ରୟୋଜନ ରହେ ନାହିଁ ତଥା ଜ୍ଞାନ ଯୋଗ ସାଧକଙ୍କର ଗ୍ରହଣ ଏବଂ ତ୍ୟାଗ ଶାସ୍ତ୍ର ସମ୍ମତ ଆସକ୍ତି ରହିତ ଏବଂ ମମତ୍ୱ ରହିତ ହୁଏ। ଏଣୁ ସେ କର୍ମ କରନ୍ତୁ ବା ନ କରନ୍ତୁ ସବୁ ଅବସ୍ଥାରେ ସର୍ବଥା କର୍ମ ବନ୍ଧନରୁ ମୁକ୍ତ ଥାନ୍ତି। ବର୍ତ୍ତମାନ ଭଗବାନ ଦେଖାଉଛନ୍ତି ଯେ କର୍ମରେ ଅକର୍ମ ଦର୍ଶନ ପୂର୍ବକ କର୍ମ କରୁଥିବା କର୍ମଯୋଗୀ ମଧ୍ୟ କର୍ମ ବନ୍ଧନରେ ପଡ଼ନ୍ତି ନାହିଁ।
ଏହି ଶ୍ଲୋକର ଭାବାର୍ଥ ହେଲା ଯେ ବିନା ଇଚ୍ଛାରେ ସ୍ୱତଃ ମିଳୁଥିବା ପଦାର୍ଥରେ ସଦା ସନ୍ତୁଷ୍ଟ ରହନ୍ତି, ଯେ ସର୍ବଥା ଈର୍ଷାଶୂନ୍ୟ ହୋଇଯାଇଛନ୍ତି, ଯେ ହର୍ଷ ଶୋକ ଆଦି ଦ୍ୱନ୍ଦ୍ୱରୁ ସର୍ବଥା ଅତୀତ ହୋଇଯାଇଛନ୍ତି, ସିଦ୍ଧ ଓ ଅସିଦ୍ଧିରେ ସମ ରହୁଥିବା ସେହି କର୍ମଯୋଗୀ କର୍ମ କରି ମଧ୍ୟ ସେଥିରେ ବାନ୍ଧି ହୁଅନ୍ତି ନାହିଁ, ଅର୍ଥାତ୍ ସେ କର୍ମ ବନ୍ଧନରେ ପଡ଼ନ୍ତି ନାହିଁ। ପ୍ରଶ୍ନ, ଯଦୁଚ୍ଛା ଲାଭ କ'ଣ ଏବଂ ସେଥିରେ ସନ୍ତୁଷ୍ଟ ରହିବାର ଅର୍ଥ କ'ଣ? ଏହାର ଉତ୍ତର ହେଲା ଅନିଚ୍ଛାରେ ବା ଅନ୍ୟର ଇଚ୍ଛାରେ ପ୍ରାରବ୍ଧ ଅନୁସାରେ ଯେଉଁ ଅନୁକୂଳ ବା ପ୍ରତିକୂଳ ପଦାର୍ଥ ପ୍ରାପ୍ତ ହୁଏ ତାହା ହିଁ ଯଦୁଚ୍ଛା ଲାଭ। ଏହି ଯଦୁଚ୍ଛା ଲାଭରେ ସଦା ଆନନ୍ଦିତ ହେବା, ସେଥିରେ ଅନୁରାଗ ନ କରିବା, ତାହା ସାଇତି ରଖିବାକୁ ବା ବଢ଼ାଇବାକୁ ଇଚ୍ଛା ନ କରିବା ଏବଂ ପ୍ରତିକୂଳ ପଦାର୍ଥର ପ୍ରାପ୍ତିରେ ଦୋଷ ନ କରିବା, ତାହା ନଷ୍ଟ ହେଉ ବୋଲି ଇଚ୍ଛା ନ କରିବା, ଉଭୟକୁ ପ୍ରାରବ୍ଧ ବା ଭଗବାନଙ୍କ ବିଧାନ ବୋଲି ବୁଝି ନିରନ୍ତର ଶାନ୍ତ ଓ ପ୍ରସନ୍ନ ଚିତ୍ତ ହୋଇ ରହିବା ହିଁ ଯଦୁଚ୍ଛା ଲାଭରେ ସନ୍ତୁଷ୍ଟ ହୋଇ ରହିବା। ଏଠାରେ ଅନେକ ପ୍ରଶ୍ନ। ବିବତ୍ସରଃ ର ଭାବ କ'ଣ? ଏହା ଏଠାରେ କାହିଁକି ପ୍ରୟୋଗ କରାଯାଇଛି? ଉତ୍ତର ହେଲା ବିଦ୍ୟା, ବୁଦ୍ଧି, ଧନ, ମାନ, ବଡ଼ିମା ଏବଂ ଅନ୍ୟ କୌଣସି ବସ୍ତୁ ବା ଗୁଣ ହେତୁ ଅନ୍ୟର ଉନ୍ନତି ଦେଖି ଯେଉଁ ଈର୍ଷା ଜାତ ହୁଏ, ସେହି ବିକାରର ନାମ ମତ୍ସରତା। ଯାହାଙ୍କ ଠାରେ ତାହାର ସର୍ବଥା ଅଭାବ ହୁଏ ସେ ବିମତ୍ସର। ନିଜକୁ ବିଦ୍ୱାନ ଓ ବୁଦ୍ଧିମାନ ବୋଲି ଭାବୁଥିବା ଲୋକଙ୍କ ଭିତରେ ଈର୍ଷା ଦୋଷ ଛପି ରହିଥାଏ। ଯେଉଁମାନଙ୍କ ଠାରେ ମନୁଷ୍ୟର ପ୍ରେମ ଥାଏ, ସେପରି ମିତ୍ର ଓ କୁଟୁମ୍ବମାନଙ୍କ ପ୍ରତି ମଧ୍ୟ ଈର୍ଷା ଭାବ ହୋଇଥାଏ। ତେଣୁ ବିମତ୍ସର ବିଶେଷଣ ପ୍ରୟୋଗ କରି ଏଠାରେ କର୍ମଯୋଗୀଙ୍କ ଠାରେ ହର୍ଷ ଶୋକାଦି ବିକାରରୁ ଭିନ୍ନ ଈର୍ଷା ଦୋଷର ମଧ୍ୟ ଅଭାବ ଦର୍ଶାଇ ଦିଆଯାଇଛି। ଏଠାରେ ପ୍ରଶ୍ନ ହେଉଛି ଦ୍ୱନ୍ଦ୍ୱରୁ ଅତୀତ ହେବା ଅର୍ଥାତ୍ କ'ଣ? ଉତ୍ତର ହେଲା ହର୍ଷ ଶୋକ ଏବଂ ରାଗ ଦ୍ୱେଷ ଆଦି ଯୁଗ୍ମ ବିକାରମାନଙ୍କର ନାମ ଦ୍ୱନ୍ଦ୍ୱ। ସେଥିରେ ସମ୍ବନ୍ଧ ନ ରଖିବା ଅର୍ଥାତ୍ ଅନ୍ତଃକରଣରେ ଏପରି ବିକାର ନ ରହିବା ହିଁ ସେଥିରୁ ଅତୀତ ହେବା। ପ୍ରଶ୍ନ, ଏଠାରେ ସିଦ୍ଧି ଓ ସିଦ୍ଧିର ଅର୍ଥ କ'ଣ ଏବଂ ଏଥିରେ ସମ ରହିବାର ଅର୍ଥ କ'ଣ? ଏହାର ଉତ୍ତର ହେଲା ଯଜ୍ଞ, ଦାନ ଏବଂ ତପ ଆଦି କୌଣସି କର୍ତ୍ତବ୍ୟ କର୍ମ ନିର୍ବିଘ୍ନରେ ପୂର୍ଣ୍ଣ ହୋଇଯିବାର ନାମ ସିଦ୍ଧି ଏବଂ କୌଣସି ପ୍ରକାର ବାଧାବିଘ୍ନ ହେତୁ ତାହା ପୂର୍ଣ୍ଣ ନ ହେବା ହିଁ ଅସିଦ୍ଧି। ଏହିପରି ଯେଉଁ ଉଦ୍ଦେଶ୍ୟରେ କର୍ମ କରାଯାଏ ସେହି ଉଦ୍ଦେଶ୍ୟ ପୂର୍ଣ୍ଣ ହୋଇଯିବା ସିଦ୍ଧି ଏବଂ ପୂର୍ଣ୍ଣ ନ ହେବା ଅସିଦ୍ଧି। ସିଦ୍ଧି ଓ ଅସିଦ୍ଧିର ଭେଦ ବୁଦ୍ଧି ନ ହେବା ଅର୍ଥାତ୍ ସିଦ୍ଧିରେ ହର୍ଷ ଏବଂ ଆସକ୍ତି ଆଦି ତଥା ଅସିଦ୍ଧିରେ ଦ୍ୱେଷ ଓ ଶୋକ ଆଦି ବିକାର ନ ହେବା ତଥା ଉଭୟ ଅବସ୍ଥାରେ ଏକାପରି ରହିବା ହିଁ ସିଦ୍ଧି ଓ ସିଦ୍ଧିର ସମ ରହିବ। ଅନ୍ତିମ ପ୍ରଶ୍ନ ହେଲା, ଏପରି ପୁରୁଷ କର୍ମ କରି ମଧ୍ୟ କର୍ମ ବନ୍ଧନରେ ପଡ଼ନ୍ତି ନାହିଁ। ଏହି ବକ୍ତବ୍ୟର ତାତ୍ପର୍ଯ୍ୟ କ'ଣ? ଏଠାରେ ଉତ୍ତର ହେଲା କର୍ମ କରିବାର ମନୁଷ୍ୟର ଅଧିକାର ରହିଛି, କାରଣ ଯଜ୍ଞ ସହିତ ପ୍ରଜାମାନଙ୍କୁ ରଚନା କରି ପ୍ରଜାପତି ମନୁଷ୍ୟମାନଙ୍କୁ କର୍ମ କରିବାକୁ ଆଜ୍ଞା ଦେଇଛନ୍ତି। ଅତଏବ ସେହି ଅନୁସାରେ କର୍ମ ନ କଲେ ମନୁଷ୍ୟ ପାପ ଭାଗୀ ହୁଏ। ଏହା ଛଡ଼ା ମନୁଷ୍ୟ କର୍ମ ନ କରି ମଧ୍ୟ ରହିପାରିବ ନାହିଁ। ତେଣୁ ନିଜର ପ୍ରକୃତି ଅନୁସାରେ ସମସ୍ତଙ୍କୁ କିଛି ନା କିଛି କର୍ମ କରିବାକୁ ପଡ଼େ। ଅତଏବ ଏଥିରୁ ବୁଝିବାକୁ ହେବ ଯେ କେବଳ ଶରୀର ସମ୍ବନ୍ଧୀ କର୍ମ କରୁଥିବା ପରିଗ୍ରହ ରହିତ ସାଂଖ୍ୟ ଯୋଗୀ ଯେପରି ଅନ୍ୟ କର୍ମ ଆଚରଣ ନ କଲେ ମଧ୍ୟ ନ କରିବା ପାପର ଲିପ୍ତ ହୁଅନ୍ତି ନାହିଁ, ସେହିପରି କର୍ମଯୋଗୀ ବିହିତ କର୍ମ ଅନୁଷ୍ଠାନ କରି ମଧ୍ୟ କର୍ମ ବନ୍ଧନରେ ବାନ୍ଧି ହୁଅନ୍ତି ନାହିଁ। ତେଇଶତମ ଶ୍ଲୋକ ସମ୍ବନ୍ଧରେ କୁହାଯାଇଛି। ଏଠାରେ ପ୍ରଶ୍ନ ଉଠେ, ଉପରୋକ୍ତ ପ୍ରକାର କରାଯାଉଥିବା କର୍ମ କେବଳ ବନ୍ଧନର କାରଣ ହୁଏ ନାହିଁ, ସେଥିରେ ଆଉ କିଛି ମହତ୍ଵ ରହିଛି। ଏହା ଉପରେ ଭଗବାନ କହୁଛନ୍ତି। ଏହି ଶ୍ଲୋକର ଭାବାର୍ଥ ଏମିତି ବ୍ୟାଖ୍ୟା କରାଯାଇଛି, ଯାହାଙ୍କର ଆସକ୍ତି ସର୍ବଥା ନଷ୍ଟ ହୋଇଯାଇଛି, ଯେ ଦେହାଭିମାନ ଓ ମମତ୍ୱରୁ ରହିତ ହୋଇଯାଇଛନ୍ତି, ଯାହାଙ୍କ ଚିତ୍ତ ନିରନ୍ତର ପରମାତ୍ମାଙ୍କ ଜ୍ଞାନରେ ଲାଗି ରହିଛି, କେବଳ ଯଜ୍ଞ ସମ୍ପାଦନ ନିମିତ୍ତ କର୍ମ କରୁଥିବା ସେହି ମନୁଷ୍ୟଙ୍କର ସକଳ କର୍ମ ଭଲ ଭାବରେ ବିଲୀନ ହୋଇଯାଏ। ଏଠାରେ ପ୍ରଶ୍ନ ଆସୁଛି, ସର୍ବଥା ଆସକ୍ତି ନଷ୍ଟ ହୋଇଯିବା ଅର୍ଥ କ'ଣ?
ଏବଂ ସତ୍ସଙ୍ଗସ୍ୟ ପଦ କାହାର ବାଚକ? ଏହାର ଉତ୍ତର ହେଲା କର୍ମ ମାନଙ୍କରେ ଏବଂ ତାହାର ଫଳ ରୂପରେ ସମସ୍ତ ଭୋଗ ମାନଙ୍କରେ ସାମାନ୍ୟ ମାତ୍ରା ଆସକ୍ତି ବା କାମନା ନ ରହିବା ହିଁ ସର୍ବଥା ଆସକ୍ତି ନଷ୍ଟ ହୋଇଯିବା। ଯାହାଙ୍କର ଆସକ୍ତି ଏପରି ଭାବରେ ସମ୍ପୂର୍ଣ୍ଣ ଲୋପ ପାଇଯାଇଛି, ଗତ ସଙ୍ଗସ୍ୟ ପଦଟି ହେଉଛି ସେହି କର୍ମଯୋଗୀଙ୍କ ବାଚକ। କର୍ମରେ ଏବଂ ଫଳରେ ଆସକ୍ତି ତ୍ୟାଗ ଦ୍ୱାରା ତଥା ସିଦ୍ଧି ଓ ସିଦ୍ଧିରେ ମମତ୍ୱ ଦ୍ୱାରା ପୂର୍ବ ଶ୍ଲୋକରେ ଏହି ଭାବ ଦେଖାଇ ଦିଆଯାଇଛି। ପ୍ରଶ୍ନ ହେଲା ମୁକ୍ତସ୍ୟ ପଦ ଭାବ କ'ଣ? ଉତ୍ତର ହେଲା ଅନ୍ତଃକରଣ ଓ ଇନ୍ଦ୍ରିୟ ମାନଙ୍କର ସାଂଘାତ ରୂପକ ଏହି ଶରୀରରେ ଯାହାଙ୍କ କିଛି ମାତ୍ର ଆତ୍ମାଭିମାନ ବା ମମତ୍ୱ ହିଁ ନାହିଁ, ଯେ ଦେହାଭିମାନରୁ ସର୍ବଥା ମୁକ୍ତ ହୋଇଯାଇଛନ୍ତି। ଏଠାରେ ମୁକ୍ତସ୍ୟ ପଦଟି ହେଉଛି ସେହି ଜ୍ଞାନ ଯୋଗୀଙ୍କ ବାଚକ। ଏଠାରେ ଅନ୍ୟ ଏକ ପ୍ରଶ୍ନ, ଜ୍ଞାନବସ୍ଥିତ ଚେତସଃ ପଦର ଭାବ କ'ଣ? ଉତ୍ତର ହେଲା ସର୍ବତ୍ର ବ୍ରହ୍ମ ବୁଦ୍ଧି ହୋଇଯିବାରୁ ପ୍ରତ୍ୟେକ କ୍ରିୟା କରିବା ସମୟରେ ଯାହାଙ୍କର ଚିତ୍ତ ନିରନ୍ତର ପରମାତ୍ମାଙ୍କ ଜ୍ଞାନରେ ଲାଗି ରହିଥାଏ। ଜ୍ଞାନବସ୍ଥିତ ଚେତସଃ ପଦଟି ହେଉଛି ସେହି ଜ୍ଞାନ ଯୋଗୀଙ୍କ ବାଚକ। ପ୍ରଶ୍ନ ହେଲା ଯଜ୍ଞ ଆଚରଣତଃ ଏହି ପଦର ଯଜ୍ଞ ଶବ୍ଦ କାହାର ବାଚକ ଏବଂ ଯଜ୍ଞ ପାଇଁ କର୍ମ ଆଚରଣ କରିବାର ଅର୍ଥ କ'ଣ? ଉତ୍ତର ହେଲା ନିଜର ବର୍ଣ୍ଣ, ଆଶ୍ରମ ଏବଂ ପରିସ୍ଥିତି ଅନୁସାରେ ଶାସ୍ତ୍ର ଦୃଷ୍ଟିରୁ ଯେଉଁ ମନୁଷ୍ୟଙ୍କ ପାଇଁ ଯାହା ବିହିତ କର୍ତ୍ତବ୍ୟ ତାହା ତାଙ୍କ ପାଇଁ ଯଜ୍ଞ। ସେହି ଶାସ୍ତ୍ର ବିହିତ ଯଜ୍ଞ ସମ୍ପାଦନ କରିବା ଉଦ୍ଦେଶ୍ୟରେ ଯେଉଁ କର୍ମମାନ କରିବାକୁ ହୁଏ, ଅର୍ଥାତ୍ କୌଣସି ପ୍ରକାର ସ୍ୱାର୍ଥ ସମ୍ବନ୍ଧ ନ ରଖି କେବଳ ଲୋକ ସଂଗ୍ରହ ରୂପକ ଯଜ୍ଞର ପରମ୍ପରା ସୁରକ୍ଷିତ କରି ରଖିବାକୁ ଯେଉଁ କର୍ମମାନ ଆଚରଣ କରାଯାଏ, ତାହା ହିଁ ଯଜ୍ଞ ପାଇଁ କର୍ମ ଆଚରଣ କରିବା। ତୃତୀୟ ଅଧ୍ୟାୟର 9ମ ଶ୍ଲୋକରେ ଆସିଥିବା ଯଜ୍ଞାର୍ଥାତ୍ ବିଶେଷଣ ସହିତ କର୍ମଣ ପଦଟି ମଧ୍ୟ ଏହିପରି କର୍ମର ବାଚକ। ଏଠାରେ ଅନ୍ୟ ଏକ ପ୍ରଶ୍ନ ବା ଅନ୍ତିମ ପ୍ରଶ୍ନ, ସମଗ୍ରମ୍ ବିଶେଷଣ ସହିତ କର୍ମ ପଦ ଏଠାରେ କେଉଁ କର୍ମର ବାଚକ ଏବଂ ତାହା ବିଲୀନ ହୋଇଯିବା ଅର୍ଥ କ'ଣ? ଉତ୍ତର ହେଲା ଇହ ଜନ୍ମ ଏବଂ ଜନ୍ମାନ୍ତରରେ କରାଯାଇଥିବା ଯେତେ କର୍ମ ସଂସ୍କାର ରୂପରେ ମନୁଷ୍ୟର ଅନ୍ତଃକରଣରେ ସଞ୍ଚିତ ହୋଇ ରହିଥାଏ ଏବଂ ତାହାଦ୍ୱାରା ଉପରୋକ୍ତ ପ୍ରକାରେ ଯେଉଁ ନୂଆ ନୂଆ କର୍ମ କରାଯାଉଥାଏ, ଏଠାରେ ସମଗ୍ରମ୍ ବିଶେଷଣ ସହିତ କର୍ମ ପଦଟି ହେଉଛି ସେହି ସମସ୍ତ କର୍ମର ବାଚକ। ଏହି ସମସ୍ତ କର୍ମର ଅଭାବ ହୋଇଯିବା ଅର୍ଥାତ୍ ଏଥିରେ କୌଣସି ପ୍ରକାର ବନ୍ଧନ କରିବାର ଶକ୍ତି ନ ରଖିବା ହିଁ ଏସବୁର ବିଲୀନ ହୋଇଯିବା। ଏହାଦ୍ୱାରା ଭଗବାନ ଦେଖାଇଛନ୍ତି ଯେ ଉପରୋକ୍ତ ପ୍ରକାରେ କର୍ମ କରୁଥିବା ପୁରୁଷଙ୍କର କର୍ମ ଯେ କେବଳ ତାଙ୍କର ବନ୍ଧନର କାରଣ ହୁଏ ନା, ସେତିକି ନୁହେଁ। ଅଗ୍ନିରେ ଜଳାଇ କୁଟା ଗଦାରେ ପକାଯାଇଥିବା କୁଟାଟାରେ ଯେପରି ନିଜେ ଜଳି ପୋଡ଼ିଯିବା ସଙ୍ଗେ ସଙ୍ଗେ ସମଗ୍ର କୁଟା ଗଦାକୁ ଜାଳି ପୋଡ଼ି ଭସ୍ମ କରିଦିଏ, ସେହିପରି ଆସକ୍ତି, ଫଳେଚ୍ଛା, ମମତ୍ୱ ଏବଂ ଅଭିମାନ ତ୍ୟାଗ ରୂପକ ଅଗ୍ନିରେ ଜଳାଇ କରାଯାଉଥିବା କର୍ମ ପୂର୍ବ ସଞ୍ଚିତ ସମସ୍ତ କର୍ମ ସହିତ ବିଲୀନ ହୋଇଯାଏ। ପୁଣି ତାଙ୍କର କୌଣସି ବି କର୍ମରେ ଆଉ କୌଣସି ପ୍ରକାର ଫଳ ଦେବାର ଶକ୍ତି ରହେ ନାହିଁ।